ନିଶ୍ଚିତ ଭାବରେ ବ୍ୟାସନଗରବାସୀଙ୍କ ପାଇଁ ଏବଂ ପୁରୀ ନିର୍ବାଚନ ମଣ୍ଡଳୀର ସମସ୍ତ ଅଧିବାସୀଙ୍କ ପାଇଁ ଗୋଟେ ଖୁସିର କଥା। ଦୀର୍ଘ ଦିନର ଆଶା ଆକାଂକ୍ଷା ପ୍ରତୀକ୍ଷା ଆଗ୍ରହ ଥିଲା ଯେ ଏ ସ୍ଥାନରେ ଗୋଟେ ଉଚ୍ଚ ଭିତ୍ତିଭୂମି ସମ୍ପନ୍ନ ଗୋଟେ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ନିର୍ମାଣ ହେବା ପାଇଁ ଆଜି ପାଖାପାଖି 35 କୋଟି ଟଙ୍କା ବ୍ୟୟରେ ଏଠାରେ ଗୋଟେ ଫିଫା ଷ୍ଟାଣ୍ଡାର୍ଡର ଏବଂ ଫିଫା ସାଇଜ୍ର ଫୁଟବଲ ଷ୍ଟାଡିୟମ ତା ସହିତ ଆନୁଷଙ୍ଗିକ ବ୍ୟବସ୍ଥାରେ ଫ୍ୟାସିଲିଟି ସେଣ୍ଟର ଏବଂ ଲନ୍ ଟେନିସ୍ କୋର୍ଟ, ଭଲିବଲ, ଖୋଖୋ ଏଭଳି ଅନେକ ଆଉଟଡୋର ଗେମ୍ସ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଛି। ତା ସହିତ ସବୁଠୁ ବଡ଼ କଥା ବ୍ୟାସନଗର ଭଳି ଗୋଟେ ଅର୍ବାନ ଏରିଆରେ ଯେଉଁଥିରେ ଛୋଟ ଛୋଟ ପିଲାମାନଙ୍କର ତଥା ପ୍ରଫେସନାଲ ସୁଇମର୍ସ ମାନେ ଯେଉଁମାନେ ଅଛନ୍ତି ତାଙ୍କର ଗୋଟେ ଦୀର୍ଘ ଦିନର ଦାବି ରହିଥିଲା ଯେ ଏଠାରେ ଗୋଟେ ସୁଇମିଂ ପୁଲର ସ୍ଥାପନ କରିବା ପାଇଁ। ସେଥିରେ ମଧ୍ୟ ପାଖାପାଖି 11 କୋଟି ଟଙ୍କା ବ୍ୟୟରେ ସୁଇମିଂ ପୁଲ ନିର୍ମାଣ ହେଉଛି। ତା ସହିତ ଏ ଅଞ୍ଚଳରେ ପୁରୀ ବ୍ଲକରେ ମଧ୍ୟ ଗ୍ରାମୀଣ ଅଞ୍ଚଳରେ ଗୋଟେ 16 କୋଟି 91 ଲକ୍ଷ ଟଙ୍କା ବ୍ୟୟରେ ପାଖାପାଖି 17 କୋଟି ଟଙ୍କା ବ୍ୟୟରେ ବ୍ଲକ ଲେଭେଲ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଏବଂ ଏନସି କଲେଜ ଗ୍ରାଉଣ୍ଡରେ ପାଖାପାଖି 10 କୋଟି ଟଙ୍କାର ଉର୍ଦ୍ଧ୍ୱ ବ୍ୟୟରେ ଗୋଟେ କ୍ରିକେଟ ଷ୍ଟାଡିୟମର ମଧ୍ୟ ନିର୍ମାଣ ହେଉଛି। ଭିତ୍ତିଭୂମି ଆମ ପିଲାମାନଙ୍କ ପାଖରେ ପହଞ୍ଚେଇବା ଆପଣମାନଙ୍କ ମାଧ୍ୟମରେ ମୁଁ ସମସ୍ତଙ୍କୁ ଅନୁରୋଧ କରିବାକୁ ଚାହୁଁଛି ସମାଜର ପ୍ରତ୍ୟେକଟି ବ୍ୟକ୍ତି ଏ ଭିତ୍ତିଭୂମି ଗୁଡ଼ିକକୁ ଉପଯୋଗ କରନ୍ତୁ। ନିଜର ଆଗାମୀ ଭବିଷ୍ୟତ ଆମର ଯେ ଛାତ୍ରଛାତ୍ରୀ ମାନେ ରହିଲେ ସେମାନଙ୍କୁ ଏଠାରେ ପ୍ରଶିକ୍ଷଣ ଦେବାର ଯେ ବ୍ୟବସ୍ଥା